ଦିନକର କଥା। ସେତେବେଳକୁ ଜଗନ୍ନାଥ ଦାସ ଓଡ଼ିଆରେ ଭାଗବତ ରଚନା କରିନଥିଲେ। ସେଦିନ ପ୍ରଭାତରୁ ଜଗନ୍ନାଥ ଦାସଙ୍କର ମାତା ପଦ୍ମାବତୀ ପୁରାଣ ଶୁଣିବା ପାଇଁ ଶ୍ରୀମନ୍ଦିରକୁ ଯାଇଥିଲେ। ସେ କାଳରେ ତାହା ହିଁ ପ୍ରଚଳିତ ବିଧି ଥିଲା। ପୁରୀର ଗଜପତି ମହାରାଜ ଶ୍ରୀମନ୍ଦିରରେ ପୁରାଣ ପଣ୍ଡା ନିଯୁକ୍ତି କରିଥିଲେ। ପୁରାଣ ପଣ୍ଡା ସଂସ୍କୃତ ଭାଷାରେ ଲିଖିତ ପୁରାଣକୁ ସବୁ ସରଳ ଓଡ଼ିଆ ଭାଷାରେ ଅନୁବାଦ କରି ଧର୍ମପ୍ରାଣ ଓଡ଼ିଆମାନଙ୍କୁ ବୁଝାଉଥିଲେ। ଓଡ଼ିଆ ଭାଷାରେ କୌଣସି ପୁରାଣ ଲିଖିତ ହୋଇନଥିବାରୁ ଧର୍ମପ୍ରାଣ ଓଡ଼ିଆମାନେ ପୁରାଣ ପଣ୍ଡାଙ୍କ ନିକଟକୁ ଯାଇ ପୁରାଣ ଶୁଣୁଥିଲେ ଏବଂ ପୁରାଣ ପଣ୍ଡାଙ୍କୁ ଉପଯୁକ୍ତ ଦକ୍ଷିଣା ପ୍ରଦାନ କରି ସନ୍ତୁଷ୍ଟ କରୁଥିଲେ। ସେଦିନ ପଦ୍ମାବତୀ କିଛି ଦକ୍ଷିଣା ଦେଇ ନ ପାରିଥିବାରୁ ପୁରାଣ ପଣ୍ଡା କ୍ରୋଧ ହୋଇ ତାଙ୍କୁ ଫେରାଇ ଦେଇଥିଲେ। ପୁରାଣ ପଣ୍ଡାଙ୍କ ନିକଟରୁ ଅପମାନ ପାଇ ଏବଂ ପୁରାଣ ଶୁଣିବାରୁ ବଞ୍ଚିତ ହୋଇ ପଦ୍ମାବତୀ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କଲେ। ସେତେବେଳକୁ ଦୁଃଖ ଏବଂ କ୍ଷୋଭରେ ତାଙ୍କର ହୃଦୟ ଭାଙ୍ଗି ପଡ଼ିଥିଲା। ଜଗନ୍ନାଥ ଦାସ ମାତାଙ୍କର ଏତାଦୃଶ ଅବସ୍ଥା ନିରୀକ୍ଷଣ କରି ବିଚଳିତ ହୋଇପଡ଼ିଲେ ଏବଂ ହଜାର ହଜାର ଦରିଦ୍ର ଓ ନିଷ୍ପେଷିତ ଧର୍ମପ୍ରାଣ ଓଡ଼ିଆମାନଙ୍କର ଆଶା ପୂରଣ କରିବା ପାଇଁ ଶ୍ରେଷ୍ଠ ଭକ୍ତିଗ୍ରନ୍ଥ ଶ୍ରୀମଦ୍ ଭାଗବତ ମହାପୁରାଣ ଓଡ଼ିଆରେ ରଚନା କରିବା ପାଇଁ ସଂକଳ୍ପବଦ୍ଧ ହେଲେ। ସେହି ଦୃଢ଼ ସଂକଳ୍ପ ଓ ଅଧ୍ୟବସାୟ ବଳରେ ଯେଉଁ ଭାଗବତ ମହାପୁରାଣ ଓଡ଼ିଆ ଭାଷାରେ ରଚିତ ହେଲା, ତାହା ଆଜି ହଜାର ହଜାର ଓଡ଼ିଆମାନଙ୍କ ଧର୍ମପଥର ଏକମାତ୍ର ପାଥେୟ। ଜଗନ୍ନାଥ ଦାସ ଓଡ଼ିଆରେ ଭାଗବତ ରଚନା କରି ନିଜ ମାତା ପଦ୍ମାବତୀଙ୍କର ହୃଦୟରେ ଯେପରି ଆନନ୍ଦର ଢେଉ ଖେଳାଇ ଦେଇଥିଲେ, ସେହିପରି ସଂସ୍କୃତି ଅନଭିଜ୍ଞ ହଜାର ହଜାର ଓଡ଼ିଆମାନଙ୍କର ପଥପ୍ରଦର୍ଶକ ଭାବରେ ସେମାନଙ୍କୁ ମୁକ୍ତି ପଥରେ ପରିଚାଳିତ କରିଥିଲେ। ନିଜ ପିତାଙ୍କ ସ୍ୱର୍ଗବାସ ପରେ ଶ୍ରୀମନ୍ଦିରର ପୁରାଣ ପଣ୍ଡା ଭାବରେ ସେ ନିଯୁକ୍ତି ପାଇଥିଲେ। ଶ୍ରୀମନ୍ଦିରର ବଟଗଣେଶଙ୍କ ନିକଟରେ ସେ ପୁରାଣ ପାଠ କରି ଧର୍ମପ୍ରାଣ ଓଡ଼ିଆମାନଙ୍କୁ ଭକ୍ତି ଭାବରେ ତନ୍ମୟ କରି ଦେଉଥିଲେ। ଥରେ ଶ୍ରୀ ଶ୍ରୀ ଚୈତନ୍ୟଦେବ ଜଗନ୍ନାଥ ଦାସଙ୍କର ଭାଗବତ ପାଠ ଶୁଣି ଏପରି ଭାବବିଭୋର ହୋଇଗଲେ ଯେ ସେ ଆନନ୍ଦରେ ଜଗନ୍ନାଥ ଦାସଙ୍କୁ ଆଲିଙ୍ଗନ କରିବା ମାତ୍ରେ ତାଙ୍କର ମନ ବାହ୍ୟଦଶାରୁ ମୁକ୍ତ ହୋଇ ଭାବ ସମାଧିରେ ବୁଡ଼ିବାକୁ ଲାଗିଲା। ଜଗନ୍ନାଥ ଦାସ ମଧ୍ୟ ଅନୁରୂପ ଅବସ୍ଥା ପ୍ରାପ୍ତ ହୋଇ ଅନ୍ତରାର୍ଯ୍ୟରେ ଘୂରିବାକୁ ଲାଗିଲେ। କଥିତ ଅଛି, ଏହିପରି ପରସ୍ପର ଆଲିଙ୍ଗନ ଅବସ୍ଥାରେ ସେମାନେ 2.5 ଦିନ କଟାଇ ଦେଇଥିଲେ। ଦୁଇ ସାଧକ ବାହ୍ୟଦଶାକୁ ଫେରି ଆସିବା ପରେ ଶ୍ରୀ ଚୈତନ୍ୟଦେବ ଜଗନ୍ନାଥ ଦାସଙ୍କୁ ଅତିବଡ଼ି ବୋଲି ସମ୍ବୋଧନ କରିଥିଲେ। ସେହି ଦିନଠାରୁ ସେ ଅତିବଡ଼ି ଜଗନ୍ନାଥ ଦାସ ନାମରେ ପରିଚିତ ହେଲେ। ଦିନକୁ ଦିନ ଜଗନ୍ନାଥ ଦାସଙ୍କର କୀର୍ତ୍ତି ବଢ଼ିବାକୁ ଲାଗିଲା। ଶ୍ରୀକ୍ଷେତ୍ରରେ ଅବାଳ ବୃଦ୍ଧ ବନିତା ତାଙ୍କ ମୁଖରୁ ସୁଲଳିତ ଭାଗବତ ପାଠ ଶୁଣି ପରମ ଆନନ୍ଦ ଅନୁଭବ କଲେ। ବଟଗଣେଶଙ୍କ ନିକଟରେ ସେ ଯେତେବେଳେ ଭାଗବତ ଶୁଣାଉଥିଲେ, ସତେ ଯେପରି ସେଠାରେ ଜନସମୁଦ୍ରର ଢେଉ ଉଛୁଳି ପଡ଼ୁଥିଲା। ଏଣେ ଲକ୍ଷ୍ମୀ ମନ୍ଦିରରେ ଯେଉଁ ପୁରାଣ ପଣ୍ଡାମାନେ ସଂସ୍କୃତ ପୁରାଣ ପାଠ କରୁଥିଲେ, ସେମାନଙ୍କଠାରେ ପୁରାଣ ଶୁଣିବାକୁ ଆଉ କେହି ଆସିଲେ ନାହିଁ। ଫଳରେ ସେମାନଙ୍କର ଆୟର ପରିମାଣ କମିବାକୁ ଲାଗିଲା। ସେମାନେ ଜଗନ୍ନାଥ ଦାସଙ୍କ ପ୍ରତି ଈର୍ଷାପରାୟଣ ହୋଇ ଉତ୍କ୍ଷିପ୍ତ ହେବାକୁ ଲାଗିଲେ। ଚୈତନ୍ୟ ମହାପ୍ରଭୁ ଜଗନ୍ନାଥ ଦାସଙ୍କୁ ଅତିବଡ଼ି ଉପାଧିରେ ଭୂଷିତ କରିଥିବାରୁ ସେମାନେ ପୂର୍ବରୁ ଅସନ୍ତୁଷ୍ଟ ହୋଇଥିଲେ। ଏବେ ସେମାନଙ୍କର ଆୟର ପନ୍ଥା ବନ୍ଦ ହୋଇଯିବାରୁ ସେମାନେ ଜଗନ୍ନାଥ ଦାସଙ୍କ କିପରି ଅନିଷ୍ଟ ସାଧନ କରିବେ, ତାହା ଚିନ୍ତା କରିବାକୁ ଲାଗିଲେ। ଜଗନ୍ନାଥ ଦାସ ଥିଲେ ସମଦୃଷ୍ଟି ସମ୍ପନ୍ନ। ସେ ପୁରୁଷମାନଙ୍କ ସଙ୍ଗେ ଯେପରି ମିଶୁଥିଲେ, ସ୍ତ୍ରୀମାନଙ୍କ ସଙ୍ଗେ ମଧ୍ୟ ସେହିପରି ମିଶି ପାରୁଥିଲେ। ଭାଗବତ ଶୁଣାଇବା ସମୟରେ ସେ ସ୍ତ୍ରୀ ପୁରୁଷର ଭେଦଭାବ ଜାଣିପାରୁନଥିଲେ, କାରଣ ସେ ସମୟରେ ସେ ଏକ ଉଚ୍ଚତର ଅବସ୍ଥାରେ ଅବସ୍ଥାନ କରି ଭଗବତ୍ ପ୍ରେମରେ ବିଭୋର ହୋଇ ଯାଉଥିଲେ। ବିଶେଷତଃ ଶ୍ରୀକ୍ଷେତ୍ରରେ ସ୍ତ୍ରୀମାନେ ଜଗନ୍ନାଥ ଦାସଙ୍କୁ ଅତ୍ୟନ୍ତ ଆଦର କରୁଥିଲେ। ସେମାନେ ଜଗନ୍ନାଥ ଦାସଙ୍କର ସୁଲଳିତ କଣ୍ଠରୁ ଭାଗବତ ଶୁଣିବା ପାଇଁ ସତେ ଯେପରି ଭୋକ ଶୋଷ ଭୁଲି ଯାଉଥିଲେ। ଜଗନ୍ନାଥ ଦାସ ଥିଲେ ଅଜନ୍ମ ବ୍ରହ୍ମଚାରୀ, ତେଣୁ ସ୍ତ୍ରୀମାନଙ୍କର ସଙ୍ଗେ ମିଶିବା ସମୟରେ ସେ ନିଜକୁ ସ୍ତ୍ରୀ ବୋଲି ମନେ କରୁଥିଲେ। କିନ୍ତୁ ଜଗନ୍ନାଥ ଦାସଙ୍କର ଏହି ଆଚରଣ ପୂର୍ବୋକ୍ତ ପୁରାଣ ପଣ୍ଡାମାନଙ୍କର ଚକ୍ଷୁଶୀଳ ହେଲେ। ସେମାନେ ତ ଆଗରୁ ଜଗନ୍ନାଥ ଦାସଙ୍କର ଅନିଷ୍ଟ କରିବା ପାଇଁ ସୁଯୋଗ ଖୋଜୁଥିଲେ। ତେଣୁ ଏହି ସୁଯୋଗର ଆନନ୍ଦିତ ହୋଇ ସେମାନେ ତତ୍କାଳୀନ ଗଜପତି ମହାରାଜ ପ୍ରତାପରୁଦ୍ର ଦେବଙ୍କ ନିକଟରେ ଗୁହାରି କଲେ। ପୁରାଣ ପଣ୍ଡାଙ୍କର ଏହି ଅଭିଯୋଗକୁ ମହାରାଜ ପ୍ରତାପରୁଦ୍ର ଦେବ ମିଥ୍ୟା ବୋଲି ଉଡ଼ାଇ ଦେଇ ପାରିଲେ ନାହିଁ।
ସେ ଏହାର ସତ୍ୟତା ପରୀକ୍ଷା କରିବା ପାଇଁ ସଙ୍ଗେ ସଙ୍ଗେ ଜଗନ୍ନାଥ ଦାସକୁ ଡକାଇ ପଠାଇଲେ। ଜଗନ୍ନାଥ ଦାସ ରାଜସଭାରେ ଉପସ୍ଥିତ ହେବା ମାତ୍ରେ ପ୍ରତାପରୁଦ୍ର ଦେବ କହିଲେ, ହେ ଜଗନ୍ନାଥ, ତୁମ ନାମରେ ଅଭିଯୋଗ ହେଉଛି ଯେ ତୁମେ ସ୍ତ୍ରୀମାନଙ୍କ ସଙ୍ଗେ ଅବଧା ମିଳାମିଶା କରୁଛ ଏବଂ ସେମାନଙ୍କୁ କୁଳସିତ କରୁଛ। ବ୍ରହ୍ମଚାରୀ ହୋଇ ଏପରି ହୀନ କର୍ମରେ ଜଡ଼ିତ ରହିବା ଘୋର ପାପ ମଧ୍ୟରେ ପରିଗଣିତ। ତେଣୁ ତୁମେ ଆଇନ ଆଗରେ ଅପରାଧୀ। ଏହା ଶୁଣି ଜଗନ୍ନାଥ ଦାସ କହିଲେ, ହେ ମହାରାଜ, ଅଭିଯୋଗକାରୀଙ୍କର ଏହି ଅଭିଯୋଗକୁ ମାନି ନେବାକୁ ମୁଁ ପ୍ରସ୍ତୁତ ନୁହେଁ। ଅବଶ୍ୟ ମୁଁ ସ୍ତ୍ରୀମାନଙ୍କ ସଙ୍ଗେ ମିଳାମିଶା କରେ, କିନ୍ତୁ ସେମାନଙ୍କୁ ମୁଁ ମାତୃତୁଲ୍ୟ ମନେ କରିଥାଏ, କାରଣ ମୁଁ ଆଜନ୍ମ ବ୍ରହ୍ମଚାରୀ। ଯେତେବେଳେ ମୁଁ ସ୍ତ୍ରୀମାନଙ୍କ ଗହଣରେ ଥାଏ ସେତେବେଳେ ମୋ ମଧ୍ୟରେ ସ୍ତ୍ରୀ ଭାବ ପ୍ରକାଶିତ ହୁଏ। ଯେତେବେଳେ ପୁରୁଷମାନଙ୍କ ଗହଣକୁ ଚାଲିଆସେ ସେତେବେଳେ ପୁଣି ମୁଁ ପୁରୁଷ ଭାବ ଫେରିଆସେ। ମହାରାଜ ପ୍ରତାପରୁଦ୍ର ଦେବ ଜଗନ୍ନାଥ ଦାସଙ୍କର ଏହି କଥାକୁ ବିଶ୍ୱାସ କରିପାରିଲେ ନାହିଁ। ତେଣୁ ସେ ପଚାରିଲେ, ହେ ଜଗନ୍ନାଥ, ତୁମେ ଯାହା କହିଲ ତାହା କ'ଣ ସତ୍ୟ? ତାହା ଯଦି ସତ୍ୟ, ତେବେ ତୁମେ ସମସ୍ତଙ୍କ ଆଗରେ ନିଜର ସ୍ତ୍ରୀ ଭାବ ପ୍ରକାଶ କର। ଜଗନ୍ନାଥ ଦାସ ବିନୀତ ଭାବରେ ପ୍ରତ୍ୟୁତ୍ତର ହେଲେ, ମହାରାଜ, ହୃଦୟରେ ଭାବକୁ କ'ଣ ଚକ୍ଷୁ ଆଗରେ ଦେଖାଇ ହୁଏ? ପ୍ରତାପରୁଦ୍ର ଦେବ ଏହି ଉତ୍ତର ଶୁଣି କ୍ରୋଧାନ୍ୱିତ ହୋଇ କହିଲେ, ତାହାହେଲେ ତୁମେ ଯାହା ସବୁ କହିଲ ତାହା ସମ୍ପୂର୍ଣ୍ଣ ମିଥ୍ୟା। ତେଣୁ ଯେ ପର୍ଯ୍ୟନ୍ତ ତୁମେ ତୁମର ନିଜର ସ୍ତ୍ରୀ ଭାବ ପ୍ରକାଶ ନ କରିଛ ସେ ପର୍ଯ୍ୟନ୍ତ ତୁମକୁ କାରାରୁଦ୍ଧ ହେବାକୁ ପଡ଼ିବ। ଜଗନ୍ନାଥ ଦାସ ଆଉ କିଛି କହିବାର ନଥିଲା। ରାଜାଙ୍କ ନିର୍ଦ୍ଦେଶ କ୍ରମେ ସେ କାରାରୁଦ୍ଧ ହେଲେ। ଧୀରେ ଧୀରେ କର୍ମମୁଖର ଦିନକୁ ନିସ୍ତେଜ କରି ସୂର୍ଯ୍ୟଦେବ ପୃଥିବୀ ବକ୍ଷରୁ ବିଦାୟ ନେଲେ। ଲୋକମାନେ ମଧ୍ୟ ନିଜ ନିଜର ଦୈନିକ କର୍ମ ଧନ୍ଦାରୁ ଅବ୍ୟାହତ ପାଇ ସନ୍ଧ୍ୟାକର୍ମ ସମାପନାନ୍ତେ ଭୋଜନ ଗ୍ରହଣ କରି ନିଦ୍ରାଦେବୀଙ୍କୁ ଶାନ୍ତିମୟ କ୍ରୋଡ଼ରେ ଆଶ୍ରୟ ଗ୍ରହଣ କଲେ। ଯେତେବେଳେ ଶ୍ରୀକ୍ଷେତ୍ରରେ ଅବାଳ ବୃଦ୍ଧ ବନିତା ସମସ୍ତେ ନିଦ୍ରାରେ ଅଭିଭୂତ, ସେତେବେଳେ ଘନାନ୍ଧକାର କାରାକକ୍ଷ ମଧ୍ୟରେ ଭକ୍ତ ଶିରୋମଣି ଜଗନ୍ନାଥ ଦାସ ଜାଗ୍ରତ ଥିଲେ। ତାଙ୍କ ନେତ୍ରଦ୍ୱୟରୁ ଧାର ଧାର ହୋଇ ଅତଙ୍କର ସ୍ରୋତ ବହି ଚାଲିଥିଲା। ସେ ଦୁଃଖାତୁର ହୋଇ ଆକୁଳ ସ୍ୱରରେ ଜଗନ୍ନାଥ ମହାପ୍ରଭୁଙ୍କୁ ପ୍ରାର୍ଥନା କରି କହିଲେ। ଆଖିରୁ ଲୁହ ଝରାଇ ଜଗନ୍ନାଥ ଦାସ ଏହିପରି ଅନେକ ଗୁହାରି କରିବାକୁ ଲାଗିଲେ। ଭକ୍ତର ଗୁହାରି ଶୁଣି ଭକ୍ତପ୍ରିୟ ଜଗନ୍ନାଥ ଆଉ ତାଙ୍କର ରତ୍ନ ସିଂହାସନ ଉପରେ ସ୍ଥିର ହୋଇ ରହିପାରିଲେ ନାହିଁ। ସଙ୍ଗେ ସଙ୍ଗେ ସେ ଭକ୍ତ ସମ୍ମୁଖରେ ଆସି ଉପସ୍ଥିତ ହେଲେ। ଅନ୍ଧକାରମୟ କାରାଗାର ହଠାତ୍ ଦିବ୍ୟ ଆଲୋକପୁଞ୍ଜରେ ଉଦ୍ଭାସିତ ହୋଇଉଠିଲା। ସେହି ଆଲୋକପୁଞ୍ଜ ମଧ୍ୟରେ ଭକ୍ତପ୍ରିୟ ଜଗନ୍ନାଥ ଦାସଙ୍କ ସହାସ୍ୟ ବଦନରେ ଦର୍ଶନ ଦେଲେ। ଭଗବାନଙ୍କର ଦର୍ଶନ ପାଇ ଜଗନ୍ନାଥ ଦାସ ନିଜକୁ କୃତକୃତ୍ୟ ମନେ କଲେ ଏବଂ ଭଗବାନଙ୍କର ପାଦପଦ୍ମରେ ପ୍ରଣାମ କରି କହିଲେ, ପ୍ରଭୁ, ଏ ନିର୍ଜନ ଘନ ଅନ୍ଧକାର କାରାକକ୍ଷ ମଧ୍ୟରେ ତୁମେ ମୋତେ ଦର୍ଶନ ଦେଇ ମୋ ଜୀବନକୁ ସାର୍ଥକ କରିଛ। ମୋର ଆଜି କି ଭାଗ୍ୟ, ମୋର ଆଜି କେତେ ଆନନ୍ଦ। କିନ୍ତୁ ଏ ରୁଦ୍ଧ କାରାକକ୍ଷ ମଧ୍ୟରେ ତୁମର ପୂଜା କରିବା ପାଇଁ ମୋର କିଛି ନାହିଁ। ମୋର ପ୍ରଣାମ ଗ୍ରହଣ କର। ମୋର ଏହି ସାମାନ୍ୟ ଭକ୍ତିରେ ସନ୍ତୁଷ୍ଟ ହୁଅ। ପ୍ରଭୁ ଜଗନ୍ନାଥ କହିଲେ, ମୋ ପାଇଁ ସେତିକି ହିଁ ଯଥେଷ୍ଟ। ଜଗନ୍ନାଥ, ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଭକ୍ତି ଛଡ଼ା ଆଉ କ'ଣ ଅଛି? ତୁମର ଭକ୍ତି ମୋତେ ପରମ ଆନନ୍ଦ ଦେଉଛି। ତୁମର ନିଷ୍ଠାପୂତ ପ୍ରେମ ମୋ ହୃଦୟରେ ଦ୍ରବୀଭୂତ କରିଛି। ସ୍ୱାର୍ଥପର ମନୁଷ୍ୟର ସମାଲୋଚନାରେ ଦୁଃଖ କରନି ଜଗନ୍ନାଥ। ନିଜର ଭକ୍ତି ଏବଂ ନିଷ୍ଠାରେ ଅବିଚଳିତ ରୁହ। ତୁମେ ମୋର ପରମ ଭକ୍ତ। ରାଜାଙ୍କ ଅପମାନରୁ ରକ୍ଷା ପାଇବା ପାଇଁ ମୁଁ ତୁମକୁ ନାରୀ ରୂପ ପ୍ରଦାନ କରୁଛି। ତୁମର ନାରୀ ରୂପ ଦେଖି ରାଜା ସମେତ ସମସ୍ତ ଜନତା ତୁମର ମହତ୍ତ୍ୱ ଉପଲବ୍ଧି କରିବେ। ତୁମେ ଯେତେବେଳେ ଚାହିଁବ ସେତେବେଳେ ତୁମର ପୁରୁଷ ରୂପ ଫେରି ପାଇବ। ଏହିପରି ଅଭୟ ପ୍ରଦାନ କରି ଭକ୍ତି ବାନ୍ଧବ ଜଗନ୍ନାଥ ଭକ୍ତ ସମ୍ମୁଖରେ ଅଦୃଶ୍ୟ ହୋଇଗଲେ। ତତ୍ପର ଦିନ ପ୍ରଭାତରେ ମହାରାଜ ପ୍ରତାପରୁଦ୍ର ଦେବ ଓ ଅନ୍ୟ ପରିଷଦମାନେ ଜଗନ୍ନାଥ ଦାସଙ୍କର ନାରୀ ରୂପ ଦେଖିବାକୁ ପାଇଲେ। ଏହି ଦୃଶ୍ୟରେ ସେମାନେ ଯେତିକି ଆଶ୍ଚର୍ଯ୍ୟ ହେଲେ ସେତିକି ମଧ୍ୟ ବିଚଳିତ ହୋଇ ପଡ଼ିଲେ। ସମସ୍ତେ ଏକାଧାରରେ ଜଗନ୍ନାଥ ଦାସଙ୍କର ମହାନତା ସ୍ୱୀକାର କଲେ। ସମସ୍ତଙ୍କୁ ଆହୁରି ଆଶ୍ଚର୍ଯ୍ୟ କରି ଜଗନ୍ନାଥ ଦାସ ମଧ୍ୟ ନିଜ ଅଙ୍ଗରେ ରଜସ୍ୱଳା ନାରୀର ସମସ୍ତ ଲକ୍ଷଣ ପ୍ରଦର୍ଶନ କରିଥିଲେ। କେବଳ ସେତିକି ନୁହେଁ, ମହାରାଜ ସମେତ
ସମସ୍ତ ପାରିଷଦ ଯେତେବେଳେ ଜଗନ୍ନାଥ ଦାସଙ୍କର ନାରୀ ରୂପ ଦର୍ଶନ କରି ଆଶ୍ଚର୍ଯ୍ୟଚକିତ ହେଉଥିଲେ, ଠିକ୍ ସେତିକିବେଳେ ନାରୀ ବେଶଧାରୀ ଜଗନ୍ନାଥ ଦାସଙ୍କର ବକ୍ଷୋଜ ଦ୍ୱୟରୁ କ୍ଷୀର ସ୍ରାବ ହେଲା। ଶିଶୁ ମନରେ ସେହି କ୍ଷୀର ପାନ କରି ତାଙ୍କୁ କ୍ଷୀରରୋଧ-ଜନିତ ପୀଡ଼ାରୁ ରକ୍ଷା କରିବା ପାଇଁ କୌଣସି ଜଣେ ସାଧକଙ୍କୁ ଜଗନ୍ନାଥ ଦାସ ନିଜ ନିକଟକୁ ଆହ୍ୱାନ କଲେ। ଜଗନ୍ନାଥ ଦାସଙ୍କର ଆହ୍ୱାନ କ୍ରମେ ସାଧକ ଅନନ୍ତ ଦାସ ଶିଶୁ ମନରେ ସେହି ମାତୃସ୍ତନ ପାନ କରିଥିଲେ। ତେଣୁ ସେହି ଦିନଠାରୁ ସେ ଶିଶୁ ଅନନ୍ତ ଦାସ ନାମରେ ପରିଚିତ ହେଲେ। ମହାରାଜ ପ୍ରତାପରୁଦ୍ର ଦେବ ଜଗନ୍ନାଥ ଦାସଙ୍କର ବନ୍ଦୀ କରିଥିବାରୁ ସେଥିପାଇଁ ନିଜକୁ ଅନୁତପ୍ତ ହେଲେ ଏବଂ କ୍ଷମା ପ୍ରାର୍ଥନା କଲେ। ତାହା ପରଠାରେ ସେ ଜଗନ୍ନାଥ ଦାସଙ୍କୁ ରାଜକୀୟ ସମ୍ମାନ ପ୍ରଦର୍ଶନ କରି ତାଙ୍କ ପାଇଁ ଜମିବାଡ଼ି ଖଞ୍ଜି ଦେଇଥିଲେ ଏବଂ ତାଙ୍କ ରହିବା ପାଇଁ ଗୋଟିଏ ମଠ ନିର୍ମାଣ କରାଇଥିଲେ। ଜଗନ୍ନାଥ ଦାସ ସେହି ମଠରେ ଅବସ୍ଥାନ କରି ଜଗନ୍ନାଥ ମହାପ୍ରଭୁଙ୍କର ଗୁଣ କୀର୍ତ୍ତନରେ ମନୋନିବେଶ କରିଥିଲେ। ଅତି ବଡ଼ି ଜଗନ୍ନାଥ ଦାସଙ୍କର ଜୀବନୀ ଆଉ ଏକ ଅଲୌକିକ ଘଟଣା। ଥରେ କାଶୀରେ ଜଣେ ବିଖ୍ୟାତ ବୋଇତ ବ୍ୟବସାୟୀ ମହାରାଜ ପ୍ରତାପରୁଦ୍ର ଦେବ ଗନ୍ଧରାଜ ନାମକ ଅତି ମୂଲ୍ୟବାନ ଚନ୍ଦନ କାଠ ଖଣ୍ଡେ ଉପହାର ସ୍ୱରୂପ ଦେଇଥିଲେ। ମହାରାଜ ତାହାକୁ ଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରାଇବା ନିମନ୍ତେ ଜଗନ୍ନାଥ ଦାସଙ୍କ ହସ୍ତରେ ଅର୍ପଣ କଲେ। ମାତ୍ର ଜଗନ୍ନାଥ ଦାସ ସେହି ମୂଲ୍ୟବାନ ଚନ୍ଦନ କାଠ ଖଣ୍ଡିକ ଶ୍ରୀମନ୍ଦିରରେ ନ ନେଇ ନିଜ ମଠକୁ ନେଇ ଆସିଲେ ଏବଂ ତାହାକୁ ଘୋରି ମଠ କାନ୍ଥରେ ବୋଳି ଦେଇଥିଲେ। ସଙ୍ଗେ ସଙ୍ଗେ ଏହି ସମ୍ବାଦ ମହାରାଜାଙ୍କ କର୍ଣ୍ଣରେ ଗୋଚର ହେଲା। ସେ ଜଗନ୍ନାଥ ଦାସଙ୍କୁ ଡକାଇ ଘୋର ବିରକ୍ତି ପ୍ରକାଶ ପୂର୍ବକ କହିଲେ, ଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରାଇଥିବା ପାଇଁ ମୁଁ ତୁମ ହସ୍ତରେ ମୂଲ୍ୟବାନ ଚନ୍ଦନ କାଠ ଅର୍ପଣ କରିଥିଲି। ମାତ୍ର ତୁମେ ମୋର ଆଦେଶକୁ ଅବଜ୍ଞା କରି ସେହି ଚନ୍ଦନ କାଠକୁ ଘୋରି ନିଜ ମଠ କାନ୍ଥରେ ବୋଳିଅଛ। ଏହିପରି ଗର୍ହିତ କାର୍ଯ୍ୟକୁ ମୁଁ କେବଳ ମୋ ନିଜର ଅପମାନ ବୋଲି ମନେ କରୁନାହିଁ, ବରଂ ଏହାକୁ ମୁଁ ଜଗନ୍ନାଥ ମହାପ୍ରଭୁଙ୍କ ଅପମାନ ବୋଲି ମନେ କରୁଛି। ଜଗନ୍ନାଥ ଦାସ ବିନୀତ ସ୍ୱରରେ କହିଲେ, ମହାରାଜ, ଜଗନ୍ନାଥ ମହାପ୍ରଭୁ ସର୍ବତ୍ର ବିଦ୍ୟମାନ। ସେ କେବଳ ଚାରିକାନ୍ଥ ଘେରା ମନ୍ଦିରରେ ଆବଦ୍ଧ ନୁହନ୍ତି, ବରଂ ପ୍ରତି ଅଣୁ ପରମାଣୁରେ ତାଙ୍କର ସତ୍ତା ପରିବ୍ୟାପ୍ତ। ରତ୍ନ ସିଂହାସନ ଉପରେ ବସି ସେ ଯେପରି ଭକ୍ତମାନଙ୍କର ଅମୀୟ ଆନନ୍ଦ ପ୍ରଦାନ କରନ୍ତି, ଠିକ୍ ସେହିପରି ମୋର ମଠ କାନ୍ଥରେ ଅବସ୍ଥାନ କରି ମୋର ଅଭୀଷ୍ଟ ପୂରଣ କରନ୍ତି। ତେଣୁ ମୁଁ ଆପଣଙ୍କର ଆଦେଶ ଅବଜ୍ଞା କରିନାହିଁ, ବରଂ ଆପଣଙ୍କର ଆଦେଶ ଅନୁସାରେ ସେହି ମୂଲ୍ୟବାନ ଚନ୍ଦନ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରାଉଛି। ଜଗନ୍ନାଥ ଦାସଙ୍କର ଏହିପରି ଉତ୍ତରରେ ମହାରାଜ ପ୍ରତାପରୁଦ୍ର ଦେବ ସନ୍ତୁଷ୍ଟ ହୋଇପାରିଲେ ନାହିଁ। ତେଣୁ ରାଜାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଜଗନ୍ନାଥ ଦାସ ପୁଣି କହିଲେ, ମହାରାଜ, ଆପଣ ଯଦି ମୋ କଥାରେ ଅବିଶ୍ୱାସ କରୁଛନ୍ତି, ତେବେ ଶ୍ରୀମନ୍ଦିରକୁ ଯାଇ ଜଗନ୍ନାଥ ମହାପ୍ରଭୁଙ୍କର ଶ୍ରୀଅଙ୍ଗ ଦର୍ଶନ କରନ୍ତୁ। ଆପଣଙ୍କର ସେହି ମୂଲ୍ୟବାନ ଚନ୍ଦନ ଜଗନ୍ନାଥ ମହାପ୍ରଭୁଙ୍କର ଶ୍ରୀଅଙ୍ଗରେ ଲାଗି କରାଯାଇଛି କି ନାହିଁ, ସେଠାରେ ତାହାର ପ୍ରତ୍ୟକ୍ଷ ପ୍ରମାଣ ପାଇପାରିବେ। ଜଗନ୍ନାଥ ଦାସଙ୍କ କଥାକୁ ବିଶ୍ୱାସ କରି ମହାରାଜ ପ୍ରତାପରୁଦ୍ର ଦେବ ଶ୍ରୀମନ୍ଦିରକୁ ଗମନ କଲେ। ସେଠାରେ ସେ ଦେଖିବାକୁ ପାଇଲେ ଜଗନ୍ନାଥ ମହାପ୍ରଭୁ ରତ୍ନସିଂହାସନ ଉପରେ ବସି ଅଭିନବ ବେଶରେ ମଣ୍ଡିତ ହୋଇଛନ୍ତି ଏବଂ ତାଙ୍କ ଶ୍ରୀଅଙ୍ଗରେ ସେହି ମୂଲ୍ୟବାନ ଚନ୍ଦନ ଯଥାରୀତ ଲାଗି କରାଯାଇଛି। ସେହି ମୂଲ୍ୟବାନ ଚନ୍ଦନର ସୁବାସ ଶ୍ରୀମନ୍ଦିରର ଅଭ୍ୟନ୍ତରରେ ମହକି ଉଠୁଛି। ରାଜା ଏହିପରି ଦୃଶ୍ୟ ଦେଖି ଯେମିତି ବିସ୍ମିତ ହେଲେ, ସେତିକି ଆନନ୍ଦିତ ମଧ୍ୟ ଅନୁଭବ କଲେ। ସଙ୍ଗେ ସଙ୍ଗେ ସେ ଜଗନ୍ନାଥ ଦାସଙ୍କ ମଠକୁ ଗମନ କରି ନିଜର ଭୁଲ ପାଇଁ ତାଙ୍କ ନିକଟରେ କ୍ଷମା ଭିକ୍ଷା କଲେ ଏବଂ ତାଙ୍କ ରାଜକୀୟ ସମ୍ବର୍ଦ୍ଧନା ଜ୍ଞାପନ କରି ଜଗନ୍ନାଥ ମହାପ୍ରଭୁ ଜଣେ ଶ୍ରେଷ୍ଠ ଭକ୍ତ ଭାବରେ ତାଙ୍କର ମହାନ କୀର୍ତ୍ତନ କଲେ। ପ୍ରଭୁ ଜଗନ୍ନାଥ, ତୁମେ ନିଜ ମହିମାରେ ଯେତିକି ମହାନ୍ୱିତ ହୋଇଅଛ, ନିଜ ଭକ୍ତକୁ ମଧ୍ୟ ସେତିକି ମହାନ୍ୱିତ କରିଅଛ। ବାସ୍ତବରେ ତୁମ ମହିମାର କୂଳ ନାହିଁ କି କିନାରା ନାହିଁ। ଜୟ ଜୟ ଜଗନ୍ନାଥ।